ଜଗନ୍ନାଥ ପିଲାମାନେ ସମସ୍ତଙ୍କୁ ସ୍ୱାଗତ। ତୁମ ବିଚିତ୍ର ଆମ ପୃଥିବୀ ବହିର ପାଠ 3 ପର୍ବପର୍ବାଣୀ ପାଳନ এই ଚାପ୍ଟରଟିକୁ ବୁଝି ବୁଝିକି ପଢିବା ଏବଂ ଏଥିରେ ଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ମଧ୍ୟ କରିନେବା ଆଲୋଚନା। ତାହେଲେ ଦେଖ ପିଲାମାନେ ପ୍ରଥମେ ପଢିବା ମୋ ନାଁ ତୁଳସୀ। ତାହେଲେ ପିଲାଟି କହୁଛି ମୋ ନାଁ ତୁଳସୀ, ମୁଁ ପଟାଙ୍ଗୀରୁ ଆସିଛି। ମୁଁ ମୋ ବାପା ମାଙ୍କ ସହ ଦେଓମାଳିକି ଯାତ୍ରା କରୁଛି। ତାହେଲେ ପିଲାମାନେ ଦେଓମାଳିକି ତୁଳସୀ ତା ବାପା ମାଙ୍କ ସହିତ ଯାତ୍ରା କରୁଛି। ଆମେ ମାମୁଁ ମାଇଁ ଏବଂ ମୋର ସମ୍ପର୍କୀୟ ଭାଇ ସନ୍ତୋଷ ଓ ଭଉଣୀ ଶିବାନୀଙ୍କୁ ଭେଟିବାକୁ ଯାଉଛୁ। ସେମାନେ ପାହାଡ଼ ନିକଟରେ ଥିବା ଏକ ଛୋଟ ଗାଁରେ ରୁହନ୍ତି। ଆମେ ବସରେ ଯାତ୍ରା କରୁଛୁ। ତାହେଲେ ପିଲାମାନେ ବସରେ ତୁଳସୀ ଦେଓମାଳିକି ଯାତ୍ରା କରୁଛି। ମୁଁ ବସର ଝରକା ବାହାରର ସୁନ୍ଦର ଦୃଶ୍ୟ ଦେଖି ଏବଂ ଯାତ୍ରାକୁ ଉପଭୋଗ କରୁଛି। ରାସ୍ତାଟି ଘାଟି ପରି ଅଙ୍କା ବଙ୍କା ଅଟେ ଏବଂ ପାହାଡ଼ଟି ରଙ୍ଗୀନ ଫୁଲରେ ଆଚ୍ଛାଦିତ ହୋଇଛି। ଦୂରରେ ଥିବା ବିଭିନ୍ନ ପ୍ରକାର ଡେଙ୍ଗା ଗଛ ମଧ୍ୟ ମୁଁ ଦେଖିପାରୁଛି। ତାହେଲେ ତୁଳସୀ କହୁଛି ଯେ ଦୂରରେ ସବୁ ଡେଙ୍ଗା ଡେଙ୍ଗା ଗଛ ଅଛି ତାକୁ ମଧ୍ୟ ସେ ଦେଖିପାରୁଛି। ତ ଦେଖ ପିଲାମାନେ ଏଠି କେମିତି ତୁଳସୀ ତା ବାପା ମାଙ୍କ ସହିତ ଯାତ୍ରା କରୁଛି ଦେଓମାଳିକି। ତ ନେକ୍ସଟ କ୍ୱେଶ୍ଚିନ୍ ଦେଇଛି ଦେଖ, ତୁମେ କେବେ ବସରେ ଯାତ୍ରା କରିଛ କି? ଯଦି ହଁ ତେବେ ତୁମ ସହପାଠୀଙ୍କ ସହ ଏହି ଅନୁଭୂତି ବିଷୟରେ ଆଲୋଚନା କର। ତାହେଲେ ପିଲାମାନେ ଏହାର ଉତ୍ତର ଲେଖିବ। ପଚାରିଛି ନା ତୁମେ କେବେ ବସରେ ଯାଇଛ କି, ଯାତ୍ରା କରିଛ କି? ହଁ ହେଲା, ଏଠି ଲେଖିବ ହଁ ମୁଁ ବସରେ ଯାତ୍ରା କରିଛି। ଯାତ୍ରା କରିଛି। ବସରେ ସେ କହିଛି ନା ଦେଖ, ଯଦି ହଁ ତେବେ ତୁମ ସହପାଠୀଙ୍କ ସହ ଏହି ଅନୁଭୂତି ବିଷୟରେ ଆଲୋଚନା କର। ତାହେଲେ ତୁମେ ଆଲୋଚନା କରିବ ଯେ ବସରେ ବସି ବାହାରର ଦୃଶ୍ୟ ଦେଖିବାକୁ ମତେ ବହୁତ ଭଲ ଲାଗେ। ଦେଖିବାକୁ ମତେ ବହୁତ ଭଲ ଲାଗେ। ଠିକ ଅଛି। ନେକ୍ସଟ କ୍ୱେଶ୍ଚିନ୍ ପଚାରିଛି ଦେଖ, ଯାତ୍ରା ସମୟରେ ତୁମେ କେଉଁ ପ୍ରକାର ଗଛ ଏବଂ ଫୁଲ ଦେଖିଛ? ତାହେଲେ ଲେଖିବ ଉତ୍ତର, ଯାତ୍ରା ସମୟରେ ମୁଁ ବରଗଛ, ନଡ଼ିଆ ଗଛ, ଆମ୍ବ ଗଛ, କମା ଦେଇକି ଲେଖିବ ହେଲା, ଆମ୍ବ ଗଛ ଏବଂ କୃଷ୍ଣଚୂଡ଼ା ଓ ରାଧାଚୂଡ଼ା ଗଛ ଦେଖିଛି। ରାଧାଚୂଡ଼ା ଗଛ ଦେଖିଛି। ବୁଝିଲା, ଏମିତି ଲେଖିବ। ନେକ୍ସଟ କ୍ୱେଶ୍ଚିନ୍ ଦେଇଛି ଯେ ଯାତ୍ରା କରିବା ସମୟରେ କେଉଁ ସବୁ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ଉଚିତ? ତାହେଲେ ପିଲାମାନେ ଯେତେବେଳେ ବସରେ ଯାତ୍ରା କରୁଛ କେଉଁ ସବୁ ସୁରକ୍ଷା ଗ୍ରହଣ କରିବା ଉଚିତ? ତାହେଲେ ଉତ୍ତର ଲେଖିବ, ଉତ୍ତର, ଚଳନ୍ତା ବସରୁ ମୁଣ୍ଡ କିମ୍ବା ହାତ ବାହାରକୁ କାଢିବା ଉଚିତ ନୁହେଁ। ବାହାରକୁ କାଢିବା ବା ବାହାର କରିବା ଉଚିତ ନୁହେଁ। ଉଚିତ ନୁହେଁ। ତା ସହିତ ଗାଡି ସମ୍ପୂର୍ଣ୍ଣ ଅଟକିବା ପରେ ଓହ୍ଲାଇବା ଗାଡିରୁ ଉଚିତ। ବୁଝିଗଲା। ନେକ୍ସଟ ଦେଖିବା କଣ ପ୍ରଶ୍ନ ରହିଛି। ସାଇକେଲ ଚଳାଇବା ଏବଂ ରାସ୍ତାରେ ଚାଲିବା ସମୟରେ ତୁମେ କେଉଁ ସବୁ ସୁରକ୍ଷା ଗ୍ରହଣ କରିବା
उचित ताहले केउ सब सुरक्षा ग्रहण करबा उचित जेतेबेले साइकेल चलाइबा किंबा रास्ता रे चलवा समय ताहले उत्तर आमे सबु बेले रास्तार बाम पाखरे चलवा एवं साइकेल चलाइबा उचित ठीक अछि एमती तुम माने लिखिबा रास्ता पार हेबा बेले दुई पाख देखि पार हेबा उचित एट लिखिबो रास्ता पार बेले रास्ता हला रास्ता पार रास्ता पार हेबा बेले दुई पाख देखि रास्ता पार हेबा उचित रास्ता पार हेबा उचित ए भली तुम माने सब लिखिबो सतर्क सब नेक्स्ट कार्य एक स्तंभ करे थिबा फलक गुड़िक सहित स्तंभ खरे थिबा संपर्कित अर्थ को गार टाणी की जोड़ ताहले क स्तंभ रे देखो फलक गुड़िक देछि ख स्तंभ रे सब नियम देछि ताकू सब जोड़िबा क स्तंभ सहित ख स्तंभ को ताहले आसो जोड़िबा प्रथमे देखो देछि प्रथमे पिला माने ए चित्रटी ताहले हमें जोड़िबा ए चित्र होछि गाड़ी रोधक हला एमती गाड़ी रोधक एमती तुम माने जोड़ी नेबो बुझिला तापरे ए द्वितीय चित्रटी होछि आगरे स्कूल अछि ठीक अछि आगरे स्कूल अछि नेक्स्ट ए चित्रटी होछि गाड़ी रखिबा स्थान नुहे नेक्स्ट ए चित्रटी होछि आगरे लोक माने कार्य करूछंती नेक्स्ट ए चित्रटी होछि दया करी हॉर्न बजांतु नाही लास्ट ताले ए चित्रटी होछि यू टर्न नाही हैला तो पिला माने एटा होछि यू टर्न नाही तो माने एम्ति एगुडी को क स्तंभ रे फलक सहित ख स्तंभ रे नियम गुडी को जोड़ी नेबो नेक्स्ट आगु को जिबा आसो चित्र करिबा ताहले तुमे रास्ता रे अनेक नाम फलक देखिथिबो ऊपर तालिका रे लेखा होई नथिबा जे कोनोसी तीनोटी सड़क सुरक्षा संपर्कित नाम फलक अंकन करी नामकरण दियो ताहले तु माने नाम फलक पिला माने तयारी करिवो जोटा कि ऊपर नाही ताहले रास्ता रे गला बेले अनेक नाम फलक सब देखिथिबो तो जेंति कि मन करो एमती तु माने गोटे करि परिबो हला एमती गोटे चित्र करिवो हला ताहले पिला माने एटा होची कोन एटा होची स्टॉप हला एस टी ओ पी भीतर लिखि दबो स्टॉप ताहले एटा होची कोन ऑटो कंतु कोन पिला माने ऑटो कंतु ताहले एमती तो माने करिवो हला आ गोटे चित्र करि पारबो एमती त्रिभुज भलिया करिवो हला तो करि कि ना एडी भीतरे कोन करिवो ना गोटे मनीष चित्र कर दबो हला एठी कर दबो तो एठी लिखिबो पथचारी पारा पार हला पथचारी पारा पार तो तु माने ए भली आ गोटे मध्ये जे तु देछि जे कोनसी तीनोटी तु माने तीनोटी करि पारिबो तार आ गोटे मध्ये कहि दोछि पिला माने एमती गोटे गोल कर दबो हला एठी लिखि दबो 50 ताहले एटा होछि फलक गति सीमा 50 किमी हला घंटा ताहले तु माने एमती सब करिवो नाम फलक रास्ता सब तु माने देखिथिबो ताहले ए भली तु माने करि नबो ताहले जिबा आगो को जिबा
କିଛି ସମୟ ପରେ ଆମେ ମାମୁଁ ଘର ଗାଁ ପାଖରେ ଥିବା ବସ୍ ଷ୍ଟାଣ୍ଡରେ ପହଞ୍ଚିଲୁ। ତାହେଲେ କିଛି ସମୟ ପରେ ସେ ମାମୁଁ ଘର ଗାଁରେ ଥିବା ହେଲା ପାଖରେ ଥିବା ବସ୍ ଷ୍ଟାଣ୍ଡରେ ପହଞ୍ଚି ଗଲେ। ତାହେଲେ ଆମେ ବସରୁ ତଳକୁ ଓହ୍ଲାଇଲୁ। ମାମୁଁ ଆମକୁ ସ୍ୱାଗତ କରିବା ପାଇଁ ସେଠାରେ ଥିଲେ। ଆମେ ପ୍ରଥମେ ଏକ ପ୍ରଶସ୍ତ କଂକ୍ରିଟ ରାସ୍ତାରେ ଯାତ୍ରା ଆରମ୍ଭ କଲୁ। ପରେ ଏକ ସଂକୀର୍ଣ୍ଣ କାଦୁଆ ରାସ୍ତା ଦେଇ ସେମାନଙ୍କ ଘର ନିକଟରେ ପହଞ୍ଚିଲୁ। ଆମେ ମୁଖ୍ୟ ଫାଟକ ଭିତରେ ପ୍ରବେଶ କରିବା ସମୟରେ ମୁଁ ବଗିଚାରେ ଧାଡ଼ି ଧାଡ଼ି ରଙ୍ଗୀନ ଫୁଲ ଫୁଟିଥିବା ଦେଖିଲି। ମୁଁ ସେଗୁଡ଼ିକ ମଧ୍ୟରୁ କେତେକ ଫୁଲ ଚିହ୍ନି ପାରିଲି, ଯଥା ଗୋଲାପ, ଗେଣ୍ଡୁ ଆଉ ମନ୍ଦାର। ଫୁଲ ଗୁଡ଼ିକୁ ମୁଁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି, ଯାହା ମୁଁ ପୂର୍ବରୁ କେବେ ଦେଖିନଥିଲି। ଦୟାକରି ତୁମେ ମୋତେ ଏଇ ଫୁଲ ଗୁଡ଼ିକର ନାମ କହିପାରିବ କି? ମୁଁ ଶିବାନୀକୁ ତାହେଲେ ତୁଳସୀ ପଚାରିଲା। ଶିବାନୀ ଗୋଟିଏ ଫୁଲକୁ ଦେଖେଇ କହିଲା, ଏହା ହେଉଛି ସୂର୍ଯ୍ୟମୁଖୀ ଫୁଲ। ତାହେଲେ ସୂର୍ଯ୍ୟମୁଖୀ ଫୁଲ ଶିବାନୀ ଦେଖ ଏଇଠି କେତେ ସୁନ୍ଦର ଭାବରେ ସବୁ ସୂର୍ଯ୍ୟମୁଖୀ ଫୁଲ ଫୁଟିଛି, ବୁଝିଅଛି। ତାପରେ ଦେଖ, ଆମ ଘରେ ବସନ୍ତ ଋତୁରେ ଫୁଟୁଥିବା ସୁନ୍ଦର ଲାଲ ଫୁଲ ମଧ୍ୟ ଅଛି, ତାର ନାମ ପଳାଶ, ମୁଁ କହିଲି। ତାହେଲେ ମାଇଁ ତାପରେ ସମସ୍ତଙ୍କୁ ଖାଇବା ପାଇଁ ଡାକିଲେ। ସମସ୍ତଙ୍କ ପାଇଁ ଗରମ ଭାତ, ମଟର ଚଣା ତରକାରୀ, ଶାଗ, ମାଣ୍ଡିଆ, କ୍ଷୀରି ପ୍ରସ୍ତୁତ କରିଥିଲେ। ଏହା ପ୍ରକୃତରେ ସ୍ୱାଦିଷ୍ଟ ଥିଲା। ତୁମେ ଜାଣ କି ବର୍ଷର ଏହି ସମୟରେ ଆମ ଗାଁରେ ହୋଲି ପର୍ବ ବହୁତ ଧୁମଧାମରେ ପାଳନ କରାଯାଏ। ତାହେଲେ ଖାଇବା ସମୟରେ ଶିବାନୀ କହିଲେ, ମୁଁ ସନ୍ତୋଷ ଏବଂ ଶିବାନୀକୁ ବସନ୍ତ ଋତୁରେ ଆମ ଅଞ୍ଚଳରେ ପାଳନ ହେଉଥିବା ଚୈତି ପର୍ବ ବିଷୟରେ କହିଲି। ଏହି ପର୍ବରେ ଆମ୍ବକୁ ପୂଜାରେ ଭୋଗ ଲଗେଇ ନୂଆ କରି ଖାଆନ୍ତି। ଗାଁରେ ସମସ୍ତେ ମିଶି ନାଚନ୍ତି ଓ ଗୀତ ଗାଆନ୍ତି। ବହୁତ ଖୁସିରେ ସମସ୍ତେ ଏହି ପର୍ବକୁ ପାଳନ କରନ୍ତି। ତ ଦେଖ ପିଲାମାନେ, ଚୈତି ପର୍ବ କେମିତି ଗୀତ ନାଚ ସହିତ ବାଜା ବଜେଇକି ପାଳନ କରାଯାଏ। ନେକ୍ସଟ ଦେଖ, ସନ୍ତୋଷ ଉତ୍ସାହିତ ହୋଇ କହିଲା, ମୋର ସାଙ୍ଗ ଉନ୍ନି କେରଳରୁ ଆସି ଏଠାରେ ରହୁଛି। ସେମାନେ ମଧ୍ୟ ଏହି ସମୟରେ ବିଶୁ ନାମକ ଏକ ପର୍ବ ପାଳନ କରନ୍ତି। ବିଶୁ ହେଲା କେରଳରେ ନୂଆ ବର୍ଷରେ ବିଶୁ କନି ପ୍ରସ୍ତୁତ କରିବା ପାଇଁ ପ୍ରଚୁର ହଳଦିଆ ରଙ୍ଗର ସୁନାରୀ ଫୁଲ, ଅନ୍ୟାନ୍ୟ ଫଳ ଏବଂ ପନିପରିବା ବ୍ୟବହାର କରନ୍ତି। ତାହେଲେ ଆମ ରାଜ୍ୟରେ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଦିନ ଓଡ଼ିଆ ନୂଆ ବର୍ଷ ପାଳନ କରାଯାଏ। ତାହେଲେ ପିଲାମାନେ ମନେ ରଖିବ, ଓଡ଼ିଆ ନୂଆ ବର୍ଷ ପାଳନ କରାଯାଏ। ମାଇଁ ମଧ୍ୟ କହିଲେ, ବସନ୍ତ ଋତୁ ହେଉଛି ପ୍ରକୃତିର ଉତ୍ସବ। ଅତ୍ୟଧିକ ଶୀତ ପରେ ସୂର୍ଯ୍ୟଙ୍କ କିରଣ ପ୍ରଖର ହୋଇଥାଏ ଏବଂ ଆମ ଚାରିପାଖରେ ନୂଆ ଫୁଲ ଫୁଟୁଥିବାର, ଘାସ ଏବଂ ଗଛରେ ନୂଆ ପତ୍ର କଅଁଳୁଥିବାର ଦେଖିବାକୁ ମିଳେ। ମୋ ଚାରିପାଖରେ ଥିବା ସୁନ୍ଦର ଏବଂ ରଙ୍ଗୀନ ଫୁଲ ଦେଖି ମୁଁ କେତେ ଖୁସି ଅନୁଭବ କଲି, ତାହା ମାଇଁ ସନ୍ତୋଷ ଏବଂ ଶିବାନୀକୁ କହିଲି। ଆମେ କିଛି ଦିନ ପରେ ଘରକୁ ଫେରିଲୁ। ପରିବାର ସହିତ ଏହି ଛୁଟି ଓ ଭ୍ରମଣ ବହୁତ ଆନନ୍ଦଦାୟକ ଥିଲା। ତାହେଲେ ଦେଖ ପିଲାମାନେ, ବିଶୁ କନି କେରଳରେ ନବବର୍ଷ ଅନୁକୂଳର ପ୍ରଥମ ଦିନ ଭାବରେ ପାଳନ କରାଯାଇଥାଏ। ସୂର୍ଯ୍ୟୋଦୟ ସମୟରେ ଶୁଭ ସାମଗ୍ରୀ ଦେଖିବା ଦ୍ୱାରା ଆଗାମୀ ବର୍ଷ ଫଳପ୍ରଦ ଓ ସମୃଦ୍ଧିମୟ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। କାର୍ଯ୍ୟ 2, ଆସ ଗୀତ ଗାଇ ମଜା କରିବା। ବସନ୍ତ ଋତୁର ତାଜା ପବନ ଖୁସିରେ ନାଚଇ ପିଲାଙ୍କ ମନ। ନୂଆ ପତରରେ ଗଛ ଭରିଛି, ପବନ ଦୋଳିରେ ଫୁଲ ଝୁଲୁଛି, ଆକାଶେ ସୂରୁଜ ଯାଏ ଝଲସି, ଗୁଣ୍ଡୁଚି ଓ ବଣି ବାଣ୍ଟନ୍ତି ଖୁସି। ବସନ୍ତେ ନାଚିବା ଗାଇବା ମିଶି, ଆନନ୍ଦ ଉଲ୍ଲାସେ ହୋଇବା ଖୁସି। ତାହେଲେ ଆସ ଲେଖିବା। 1 ନମ୍ବର, ନିମ୍ନରେ ଦିଆଯାଇଥିବା ସାରଣୀରେ ପ୍ରତ୍ୟେକ ଋତୁର ତୁମ ଅଞ୍ଚଳରେ ପାଳନ କରାଯାଉଥିବା ପର୍ବ ଗୁଡ଼ିକର ନାମ ବଡ଼ମାନଙ୍କୁ ପଚାର। ତାହେଲେ 2ରେ, ଏହି ପର୍ବପର୍ବାଣୀରେ ପ୍ରସ୍ତୁତ ହେଉଥିବା ସ୍ୱତନ୍ତ୍ର ଖାଦ୍ୟର ଏକ ତାଲିକା ପ୍ରସ୍ତୁତ କର। ତାହେଲେ ଏଠି ସାରଣୀରେ ଆମେ ଋତୁରେ କେଉଁ ପର୍ବପର୍ବାଣୀ କେଉଁ ଋତୁରେ ସବୁ ପାଳନ କରାଯାଏ ଆଉ ସେଇ ପର୍ବପର୍ବାଣୀରେ କଣ ସବୁ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରାଯାଏ ଲେଖିବା। ତାହେଲେ ଏଠି ଦେଇଛି ଋତୁ ବସନ୍ତ ଋତୁରେ ପିଲାମାନେ ଦୋଳ ପୂର୍ଣ୍ଣିମା ପର୍ବ ପାଳନ କରାଯାଏ। ଲେଖିବ ଦୋଳ ପୂର୍ଣ୍ଣିମା ହେଲା, ଦୋଳ ପୂର୍ଣ୍ଣିମା ଏମିତି ମାନେ ଲେଖିବ। ତ ଦୋଳ ପୂର୍ଣ୍ଣିମାରେ
कौन खाद्य प्रस्तुत करा जाए लिखिबो खई उखुड़ा हैला खई उखुड़ा आउ लड्डू ता सहित ग्रीष्म ऋतु पे माने पणा संक्रांति आउ रज पर्व पणा संक्रांति हैला पणा संक्रांति आउ रज पर्व ताहले रज पर्व और पणा संक्रांति रे प्रस्तुत होता खाद्य होची पणा आउ छतुआ हैला पणा छतुआ पोड़ पिठा आउ खजा लड़ू इत्यादि सब प्रस्तुत करा जाए खाद्य तापरे वर्षा ऋतु रे ताहले वर्षा ऋतु रे पिला माने रथ यात्रा आउ गणेश पूजा लिखिबो रथ यात्रा आउ गणेश पूजा हैला गणेश पूजा ताहले रथ यात्रा रे प्रस्तुत करा जाए खाद्य सामग्री जेमती की राशि लड़ू आउ खजा विभिन्न प्रकार पिठा हैला पिठा एमती तापरे शीत ऋतु रे ताहले शीत ऋतु रे पर्व पर्वाणी होची प्रथमाष्टमी हैला प्रथमाष्टमी आउ माणबसा तो प्रथमाष्टमी रे खाद्य प्रस्तुत हुए एंडुरी पिठा आउ मंडा पिठा आउ माणबसा रे मंडा पिठा बिरी बुढ़ा चकुली सरू चकुली एमती लिखि नब बुझिला ताहले 3 नंबर पर्व पर्वाणी समय रे तुमे केउ प्रकार स्वतंत्र पोशाक पिंध लिखिबो पर्व पर्वाणी समय रे मु नुआ रंगीन पोशाक पंजाबी पिंधे नेक्स्ट कार्य 3 निम्न रे दिया जाइथिबा तालिका रु पर्व सहित खाद्यर नाम को मेल कर ताहले एठी देखो किछि पर्वर नाम देइछि ता सहित खाद्य गुडी नाम देइछि एठी पर्व पर्वाणी रे प्रस्तुत खाद्य और पर्व पर्वाणी रो नाम सहित मेल करबा जोग करबा ठीक अछि जेमती कि गोटे दे देछि देखो पर्व पर्वाणी रे प्रस्तुत खाद्य और पर्व पर्वाणी रो नाम जेमती कि देछि देखो पोड़ पिठा रज रे सेही भली एंडुरी पिठा प्रथमाष्टमी एठी लिखिबो प्रथमाष्टमी नेक्स्ट एठी देखो केक हला ताहले केक कटा हुए ख्रीष्टमास रे एठी लिखिबो ख्रीष्टमास मंडा पिठा होची माणबसा गुरुवार लिखिबो एठी माणबसा गुरुवार अन्न तरकारी खीरी हुए पिला माने नुआ खाई रे हैला नुआ खाई चितौ पिठा चितौ अमावास्या एठी लिखिबो हैला चितौ अमावास्या नेक्स्ट सिमेई ताहले सिमेई लिखिबो ईद उल फितर एठी लिखिबो ईद उल फितर नेक्स्ट आगो को जिबा
ତୁମେ ଭାବୁଛ କି ସମସ୍ତେ ବିଭିନ୍ନ ପ୍ରକାର ସ୍ୱତନ୍ତ୍ର ଖାଦ୍ୟ ଖାଇ ଏବଂ ନୂଆ ପୋଷାକ ପିନ୍ଧି ପର୍ବ ପାଳନ କରନ୍ତି। ସମସ୍ତେ ତୁମେ ଭାବୁଛ କି ସମସ୍ତେ ବିଭିନ୍ନ ପ୍ରକାର ସ୍ୱତନ୍ତ୍ର ଖାଦ୍ୟ ଖାଇ ଏବଂ ନୂଆ ପୋଷାକ ପିନ୍ଧି ପର୍ବ ପାଳନ କରନ୍ତି। ତାହେଲେ ଉତ୍ତର ଲେଖିବ ନା ସମସ୍ତେ ଏପରି କରିପାରନ୍ତି ନାହିଁ। ଉତ୍ତର ନା ସମସ୍ତେ ଏପରି କରିପାରନ୍ତି ନାହିଁ, କାରଣ କିଛି ଗରିବ ଲୋକମାନଙ୍କ ପାଖରେ ଟଙ୍କା ଅଭାବରୁ ସେମାନେ ନୂଆ ପୋଷାକ କିମ୍ବା ଭଲ ଖାଦ୍ୟ ଖାଇପାରନ୍ତି ନାହିଁ। ତାହେଲେ ନେକ୍ସଟ, ତୁମେ ରହୁଥିବା ସ୍ଥାନ ନିକଟରେ କୌଣସି ପର୍ବତ, ନଦୀ କିମ୍ବା ଝରଣା ଅଛି କି? ତୁମେ କେତେ ଦୂର ସ୍ଥାନରେ ରହୁଥିବା ସମ୍ପର୍କୀୟକୁ ଭେଟିବାକୁ ଯାଇଛ କି? ଭେଟିବା ପରେ ତୁମକୁ କିପରି ଲାଗେ? ତାହେଲେ ଉତ୍ତର ଲେଖିବ ହଁ, ଆମ ଗାଁ ପାଖରେ ଏକ ନଦୀ ଅଛି ହେଲା। ନଦୀ ଅଛି, ମୁଁ ଛୁଟିରେ ମୋ ମାମୁଁ ଘରକୁ ବୁଲିବାକୁ ଯାଇଥିଲି। ସମ୍ପର୍କୀୟଙ୍କୁ ଦେଖିବା ବା ଭେଟିବା ପରେ ମତେ ବହୁତ ଖୁସି ଆଉ ଆନନ୍ଦ ଲାଗେ ହେଲା। ଏମିତି ତୁମେ ଲେଖିଦବ। ତ ହଁ, ଆମ ଗାଁ ପାଖରେ ଏକ ନଦୀ ଅଛି, ମୁଁ ଛୁଟିରେ ମୋ ମାମୁଁ ଘରକୁ ବୁଲିବାକୁ ଯାଇଥିଲି। ସମ୍ପର୍କୀୟଙ୍କୁ ଭେଟିବା ପରେ ମତେ ବହୁତ ଖୁସି ଆଉ ଆନନ୍ଦ ଲାଗେ। ନେକ୍ସଟ ଆସ ଚିନ୍ତା କରିବା। ତାହେଲେ ଏଠି ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖିବା। 1 ନମ୍ବର କ, ତୁମେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କେଉଁ ସବୁ ଯାନରେ ଯାଇଛ? ତାହେଲେ ଉତ୍ତର ଲେଖିବ ମୁଁ ସାଇକେଲ, ବସ୍, ଅଟୋ ଏବଂ ମୋଟର ସାଇକେଲ ହେଲା। ମୋଟର ସାଇକେଲରେ ଯାଇଛି। ମୋଟର ସାଇକେଲରେ ଅନ୍ୟ ସ୍ଥାନକୁ ଗୋଟିଏ ସ୍ଥାନରୁ ଯାଇଛି। ନେକ୍ସଟ, ଖରେ ଯାତ୍ରା ସମୟରେ ଆମେ କିପରି ସୁରକ୍ଷିତ ରହିପାରିବା? ତାହେଲେ ଉତ୍ତର ଟ୍ରାଫିକ ନିୟମ ମାନିଲେ ଏବଂ ସାବଧାନ ହୋଇଗଲେ, ଠିକ ଅଛି, ସାବଧାନ ହୋଇଗଲେ ଆମେ ସୁରକ୍ଷିତ ରହିପାରିବା। ଆମେ ସୁରକ୍ଷିତ ରହିପାରିବା, ଠିକ ଅଛି। ତାପରେ ଗ, ପର୍ବପର୍ବାଣୀ ସମୟରେ କେଉଁ ସବୁ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରାଯାଏ? ତାହେଲେ ଉତ୍ତର ପର୍ବପର୍ବାଣୀ ସମୟରେ ପିଠା ପଣା, ଖିରି, ପୁରୀ, ତରକାରୀ ଏବଂ ବିଭିନ୍ନ ପ୍ରକାର ମିଠା ପ୍ରସ୍ତୁତ କରାଯାଏ। ବୁଝିଲା? ଏମିତି ଲେଖିବ। ଘରେ ପର୍ବପର୍ବାଣୀ ଏବଂ ଉତ୍ସବ ଆମକୁ କିପରି ଏକାଠି କରିଥାଏ? ତାହେଲେ ଉତ୍ତର ଲେଖିବ ପର୍ବପର୍ବାଣୀରେ ଆମେ ସମସ୍ତେ ଏକାଠି ମିଶି ପୂଜା କରୁ, ଖାଉ ଏବଂ ମଜା କରୁ। ଏହା ଦ୍ୱାରା ଆମ ଭିତରେ ଭଲ ପାଇବା ବଢେ। ପ୍ରାକୃତିକ ପରିବେଶରେ ସମୟ ଅତିବାହିତ କଲେ ତୁମକୁ ଖୁସି ଲାଗେ କି? ତୁମକୁ କଣ ସବୁ ଦେଖି ଖୁସି ଲାଗେ? ତାହେଲେ ଉତ୍ତର ହଁ, ବଗିଚା, ନଦୀ କୂଳ କିମ୍ବା ପାହାଡ ଜାଗାରେ ବୁଲିଲେ ମତେ ବହୁତ ଶାନ୍ତି ଓ ଖୁସି ଲାଗେ। ତାହେଲେ 2 ନମ୍ବର ଲେଖ। କ, ନିକଟରେ ଭେଟିଥିବା ଯେକୌଣସି 2 ଜଣ ସମ୍ପର୍କୀୟଙ୍କ ନାମ ଲେଖ। ତାହେଲେ ପିଲାମାନେ ତୁମେ ଲେଖିଦବ, ନିକଟରେ ଭେଟିଥିବା 2 ଜଣ ସମ୍ପର୍କୀୟଙ୍କ ନାମ ହେଲା
ମାମୁଁ ଏବଂ ମାଉସୀ ହେଲା, ମାମୁଁ ଏବଂ ମାଉସୀ ଏମିତି ଲେଖିନେବ। ନେକ୍ସଟ ତୁମେ ତୁମର ସମ୍ପର୍କୀୟ ଭାଇ ଭଉଣୀଙ୍କ ସହିତ କିପରି ସମୟ ବିତାଅ, ତାହେଲେ ଲେଖିବ ଉତ୍ତର ଆମେ ଆମ ସମ୍ପର୍କୀୟ ଭାଇ ଭଉଣୀଙ୍କ ସହିତ ଖେଳି ବୁଲିବାକୁ ଯାଇ, ଠିକ ଅଛି, ବୁଲିବାକୁ ଯାଇ ଗପ କରି ଏକାଠି ବସି ଖାଇ ଖୁସିରେ ସମୟ ବିତାଉ, ନେକ୍ସଟ 3 ନମ୍ବର ଖାଲି ସ୍ଥାନ ଗୁଡିକ ପୂରଣ କର, ତାହେଲେ ଏଠି ସ୍ଥାନ ଗୁଡିକ ଅଛି ଖାଲି, ତାକୁ ପୂରଣ କରିବା। କ ସନ୍ତୋଷ ଏବଂ ଶିବାନୀ ଡ୍ୟାଶ ନିକଟରେ ଏକ ଛୋଟ ଗାଁରେ ରୁହନ୍ତି, ତାହେଲେ ସନ୍ତୋଷ ଏବଂ ଶିବାନୀ ପାହାଡ ନିକଟରେ, ଲେଖିବ ପାହାଡ ନିକଟରେ ଥିବା ଏକ ଛୋଟ ଗାଁରେ ରୁହନ୍ତି। ଖ ବସଟି ଡ୍ୟାଶ ଦେଇ ଯାଉଥିଲା, ଯେଉଁ ରାସ୍ତାରେ ପାହାଡ ରଙ୍ଗୀନ ଫୁଲରେ ଆଚ୍ଛାଦିତ ଥିଲା, ତାହେଲେ ବସଟି ଘାଟି ହେଲା, ଘାଟି ରାସ୍ତା ଦେଇ ଯାଉଥିଲା, ଯେଉଁ ରାସ୍ତାରେ ପାହାଡ ରଙ୍ଗୀନ ଫୁଲରେ ଆଚ୍ଛାଦିତ ଥିଲା। ଗ ତୁଳସୀ ଏବଂ ତାଙ୍କ ପରିବାର ଏକ ଡ୍ୟାଶ କାଦୁଆ ରାସ୍ତା ଦେଇ ତାଙ୍କ ମାମୁଙ୍କ ଘରକୁ ଚାଲିକି ଆସିଲେ, ତ ଲେଖିବ ଏଠି ଏକ କାଦୁଆ କିମ୍ବା ସଂକୀର୍ଣ୍ଣ ହେଲା, କାଦୁଆ କିମ୍ବା ସଂକୀର୍ଣ୍ଣ। ଘ ବସନ୍ତ ଋତୁରେ ଫୁଟୁଥିବା ଲାଲ ଫୁଲକୁ ଡ୍ୟାଶ କୁହାଯାଏ, ତାହେଲେ ଏଠି ପଳାଶ ଫୁଲ କୁହାଯାଏ। ମାଇଁ ସମସ୍ତଙ୍କୁ ଗରମ ଭାତ ସହିତ ଡ୍ୟାଶ ଖାଇବାକୁ ଦେଲେ, ତାହେଲେ ଗରମ ଭାତ ସହିତ ମାଣ୍ଡିଆ କ୍ଷୀରି ହେଲା, ମାଣ୍ଡିଆ କ୍ଷୀରି ଖାଇବାକୁ ଦେଲେ। ନେକ୍ସଟ 4 ନମ୍ବର ଅଙ୍କନ କର, ତାହେଲେ ଗୋଟିଏ ଡ୍ରଇଂ ସିଟ୍ ନିଅ ଏବଂ ନିମ୍ନଲିଖିତ ଶବ୍ଦ ଗୁଡିକ ପାଇଁ ନାମ ଫଳକ ଅଙ୍କନ କର। ନାମ ଫଳକ ପ୍ରସ୍ତୁତ କରିବା ପାଇଁ ତୁମେ ତୁମ ପସନ୍ଦର ଯେକୌଣସି ଚିତ୍ର ଏବଂ ରଙ୍ଗ ବ୍ୟବହାର କରିପାରିବ। ତୁମେ କଣ ତିଆରି କରିଛ ତାହା ବର୍ଣ୍ଣନା କର, ତାହେଲେ କଣ କଣ ସବୁ ନାମ ଫଳକ ତିଆରି କରିବ? ସ୍କୁଲ ପାଠାଗାର, ଶୌଚାଳୟ, ପ୍ରାର୍ଥନା ସଭା, ପାନୀୟ ଜଳ ସ୍ଥାନ, ଖେଳ ପଡିଆ, ମୋ ଶ୍ରେଣୀ ଗୃହ, ତା ସହିତ ସିଡି ବା ପାହାଚ ହେଲା, ତ ଏଇ ସବୁ ନାମ ଫଳକ ତିଆରି କରିବା। ତାହେଲେ ମୁଁ ଏଠି କିଛି ନାମ ଫଳକର ଚିତ୍ର ଦେଇଦେଇଛି, ଏଗୁଡିକର ତୁମେ ମାନେ ଖାତାରେ କରିନେବ। ତାହେଲେ ତୁମେ ମାନେ ଏଇଭଳି ପିଲାମାନେ ଦେଖ, ସ୍କୁଲ ପାଠାଗାରର ନାମ ଫଳକ ତିଆରି କରିବ, ଇଏ ହଉଛି କ୍ରୀଡାଗାରର ନାମ ଫଳକ, ପ୍ରାର୍ଥନା ସଭାର, ଇଏ ହଉଛି ପାନୀୟ ଜଳ ସ୍ଥାନର, ତାହେଲେ ଏଇ ଫଳକଟି ହଉଛି ପିଲାମାନେ ଖେଳ ପଡିଆର, ତାହେଲେ ଇଏ ହଉଛି ମୋ ଶ୍ରେଣୀ ଗୃହ, ଇଏ ହଉଛି ସିଡି ବା ପାହାଚର ନାମ ଫଳକ। ତୁମେ ମାନେ ଏଇଭଳି ସବୁ ତୁମ ଖାତାରେ ଚିତ୍ର ଅଙ୍କନ କରିବ ନାମ ଫଳକର, ଆଉ ଏଗୁଡିକ ଦର୍ଶେଇବ ହେଲା। ମୁଁ ଯେମିତି ଏଠି ଲେଖିଦେଇଛି ସ୍କୁଲ ପାଠାଗାର, କ୍ରୀଡାଗାର, ପ୍ରାର୍ଥନା ସଭା, ପାନୀୟ ଜଳ ସ୍ଥାନ, ଖେଳ ପଡିଆ, ମୋ ଶ୍ରେଣୀ ଗୃହ, ତାପରେ ସିଡି ପାହାଚ ହେଲା, ସିଡି ବା ପାହାଚ। ତ ଏଇଭଳି ତୁମେ ମାନେ ନାମ ଫଳକ ଗୁଡିକ ତୁମ ଖାତାରେ ସବୁ ତିଆରି କରିବ ଏବଂ ଦର୍ଶେଇବ, ବୁଝିଲା। ତ ନାମ ଫଳକ କରିସାରିଲା ପରେ ତୁମେ ଜାଣ କି ପୃଥିବୀର ସବୁଠାରୁ ବଡ ବା ଉଚ୍ଚ ପର୍ବତ ଭାରତର ଉତ୍ତରାଞ୍ଚଳରେ ଅବସ୍ଥିତ ଏବଂ ଏହାର ନାମ ହଉଛି ହିମାଳୟ, ଅର୍ଥାତ୍ ବରଫର ଘର। ତାହେଲେ ହିମାଳୟ ଅର୍ଥ ହଉଛି, ହିମ ଅର୍ଥ ତ ବରଫ ଏବଂ ଆଳୟ ହଉଛି ଘର, ବରଫର ଘର। ମାଉଣ୍ଟ ଏଭରେଷ୍ଟ ପୃଥିବୀର ସର୍ବୋଚ୍ଚ ପର୍ବତ ଶିଖର ଅଟେ, ଆମ ପଡୋଶୀ ଦେଶ ନେପାଳରେ ରହିଛି। ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ପ୍ରାୟ ହଉଛି 8848 ମିଟର। ତାହେଲେ ପିଲାମାନେ ପ୍ରଶ୍ନ ଉତ୍ତର ଗୁଡିକ ସରିଯାଇଛି, ଏଗୁଡିକ ତୁମେ ମାନେ ସବୁ ନିଜେ ପଢି ନେବ।
आशा करूची वीडियोटी हेल्पफुल हेतिबो चैनल पे माने नुआ थिले चैनल को सब्सक्राइब कर दबो वीडियो को गोटे लाइक कर दबो थैंक यू।